ଆଜିର ଫାଷ୍ଟ କ୍ୱେଶ୍ଚନ୍ କ'ଣ ରହିଛି ଦେଖନ୍ତୁ। କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ, ନିର୍ଦ୍ଦିଷ୍ଟ ଆୟତନ ଥାଏ, ନିର୍ଦ୍ଦିଷ୍ଟ ଆକାର ଥାଏ ଓ ଆୟତନ ନଥାଏ, ନିର୍ଦ୍ଦିଷ୍ଟ ଆୟତନ ଥାଏ ଓ ନିର୍ଦ୍ଦିଷ୍ଟ ଆକାର ନଥାଏ, ନିର୍ଦ୍ଦିଷ୍ଟ ଆକାର କିମ୍ବା ଆୟତନ ନଥାଏ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ, କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ, ନିର୍ଦ୍ଦିଷ୍ଟ ଆୟତନ ମଧ୍ୟ ଥାଏ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ। ଜଳର ସର୍ବାଧିକ ବାଷ୍ପୀଭବନ ନିମ୍ନରୁ କେଉଁଥିରେ ହୁଏ? ପରୀକ୍ଷା ନଳୀ, ବିକର, କପ୍, ପ୍ଲେଟ୍। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ପ୍ଲେଟ୍। ସବୁଠାରୁ ହାଲୁକା ଅଧାତୁ ଡ୍ୟାସ୍? ସୋଡ଼ିୟମ୍, ବୋରନ୍, କ୍ୟାଲସିୟମ୍, ମର୍କ୍ୟୁରୀ। ତ ଏ କ୍ୱେଶ୍ଚନ୍ଟି ଆପଣ ଭଲ ଭାବରେ ମନେ ରଖିଥାନ୍ତୁ, ଏହା ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ବୋରନ୍। ତରଳ ଅଧାତୁ ଡ୍ୟାସ୍? ବ୍ରୋମିନ୍, କାର୍ବନ୍, ଫ୍ଲୋରିନ୍, ହିଲିୟମ୍। ରାଇଟ୍ ଆନ୍ସର୍ ଅପସନ୍ ଏ, ବ୍ରୋମିନ୍। ସବୁଠାରୁ ଭାରି ପ୍ରାକୃତିକ ମୌଳିକ ହେଉଛି କାର୍ବନ୍, ଅକ୍ସିଜେନ୍, ୟୁରାନିୟମ୍, ହାଇଡ୍ରୋଜେନ୍। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ୟୁରାନିୟମ୍। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। କେଉଁଟି ରାସାୟନିକ ପରିବର୍ତ୍ତନ? ଗଛ କାଟିବା, ଲହୁଣୀ ତରଳିବା, ଆଲମାରିରେ କଳଙ୍କି, ପାଣି ଫୁଟି ବାଷ୍ପ ହେବା। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ଆଲମାରିରେ କଳଙ୍କି। ଗନ୍ଧକ ଅଣୁରେ ପରମାଣୁ ସଂଖ୍ୟା କେତେ? 2, 6, 4, 8। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, 8। ଏକ ଏଭୋଗାଡ୍ରୋ ସଂଖ୍ୟକ ଏନ୍ ପରମାଣୁ ଗୁଡ଼ିକର ବସ୍ତୁତ୍ୱ କେତେ? 14 AMU, 28 ଗ୍ରାମ, 14 ଗ୍ରାମ, 14 କେଜି। ତ ଏହା ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, 14 ଗ୍ରାମ। ରୁମ୍ ହିଟର କେଉଁ ନିୟମ ଅନୁସାରେ କାର୍ଯ୍ୟ କରେ? ପରିବହନ, ବିକିରଣ, ପରିଚଳନ, କୌଣସିଟି ନୁହେଁ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ବିକିରଣ। କେଉଁ ଅଞ୍ଚଳର ଉଦ୍ଭିଦର ପତ୍ର ସରୁ ହୋଇଥାଏ? ମରୁଭୂମି, ପର୍ବତ, ବିଶ୍ୱମଣ୍ଡଳ, ମେରୁ। ରାଇଟ୍ ଆନ୍ସର୍ ଅପସନ୍ ବି, ପର୍ବତ। କେଉଁ ଅଞ୍ଚଳରେ ଅଧିକ ବର୍ଷା ହୋଇଥାଏ? ବିଶ୍ୱମଣ୍ଡଳ, ସମୁଦ୍ର ଉପକୂଳବର୍ତ୍ତୀ, ମରୁଭୂମି, ମେରୁ। ରାଇଟ୍ ଆନ୍ସର୍ ଅପସନ୍ ଏ, ବିଶ୍ୱମଣ୍ଡଳ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ। କେଉଁ ପ୍ରାଣୀର ଘ୍ରାଣ ଶକ୍ତି ଅତି ପ୍ରଖର? ପେଙ୍ଗୁଇନ୍, ମାଛ, ବେଙ୍ଗ, ଧଳା ଭାଲୁ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି, ଧଳା ଭାଲୁ। କେଉଁଟି ଶୀତ ସୁପ୍ତି କରେ ନାହିଁ? ବେଙ୍ଗ, ଜିଆ, ମାଛ, ସାପ। ରାଇଟ୍ ଆନ୍ସର୍ ଅପସନ୍ ସି, ମାଛ। କେଉଁଟି ମାଛର ମଙ୍ଗ ପରି କାର୍ଯ୍ୟ କରେ? ଡେଣା, ଲାଞ୍ଜ, ଗାଲି, କାତି। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ଲାଞ୍ଜ। ସର୍ବାଧିକ ଜଳ ଧାରଣ କ୍ଷମତା ଥିବା ମାଟି କେଉଁଟି? ବାଲିଆ ମାଟି, ଦୋରସା ମାଟି, କାଦୁଆ ମାଟି, ମଟାଳ ମାଟି। ରାଇଟ୍ ଆନ୍ସର୍ ଅପସନ୍ ଡି, ମଟାଳ ମାଟି। ଉର୍ବର ମାଟିର ଉପର ସ୍ତରରେ କେଉଁଟି ଥାଏ? ପଥର, ବାଲି, ଗୋଡ଼ି, ହ୍ୟୁମ୍ସ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି। କେଉଁ ପ୍ରାଣୀର ଗତି ସବୁଠାରୁ ଧୀର? ହାତୀ, ବେଙ୍ଗ, ଜିରାଫ, ଗେଣ୍ଡା। ରାଇଟ୍ ଆନ୍ସର୍ ଅପସନ୍ ଡି, ଗେଣ୍ଡା। କେଉଁ ଯନ୍ତ୍ର ଦ୍ୱାରା ଗତିଶୀଳ ବସ୍ତୁର ବେଗ ମପାଯାଏ? ବାରୋମିଟର, ସ୍ପିଡୋମିଟର, ଆନିମୋମିଟର, ଓଡୋମିଟର। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି, ସ୍ପିଡୋମିଟର। ଏଇ କ୍ୱେଶ୍ଚନ୍ଟିକୁ ଆପଣ ଭଲ ଭାବରେ ମନେ ରଖନ୍ତୁ, କାହିଁକି ନା ଏଇ ଟାଇପ୍ର କ୍ୱେଶ୍ଚନ୍ ହିଁ ଆପଣଙ୍କର ଏକ୍ଜାମ୍ରେ ଆସେ। ନେକ୍ସଟ ଦେଖନ୍ତୁ। କେଉଁ ଯନ୍ତ୍ର ଦ୍ୱାରା ଗତିଶୀଳ ବସ୍ତୁର ଅତିକ୍ରାନ୍ତ ଦୂରତା ମପାଯାଏ? ମିଟର, ସ୍ପିଡୋମିଟର, ଓଡୋମିଟର, ଗଜ୍। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ଓଡୋମିଟର। ଦିଲ୍ଲୀର କେଉଁଠାରେ ସୌର ଘଡ଼ି ଅଛି? ଯନ୍ତର ମନ୍ତର, ଚାନ୍ଦିନୀ ଚୌକ, ଲାଲକିଲ୍ଲା, ଅକ୍ଷରଧାମ। ରାଇଟ୍ ଆନ୍ସର୍ ଅପସନ୍ ଏ, ଯନ୍ତର ମନ୍ତର। ନେକ୍ସଟ ଦେଖନ୍ତୁ। ହିଟରରେ କେଉଁ ତାର ବ୍ୟବହୃତ ହୁଏ? ତମ୍ବା, ଆଲୁମିନିୟମ, ନିକ୍ରୋମ୍, ଲୁହା। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି, ନିକ୍ରୋମ୍। କେଉଁଟି ସର୍ବୋତ୍କୃଷ୍ଟ ପ୍ରତିଫଳକ? ଷ୍ଟେନଲେସ୍ ଷ୍ଟିଲ୍ ଥାଳି, ଚିକ୍କଣ ମାର୍ବଲ ଚଟାଣ, ଝରକାରେ ଲାଗିଥିବା କାଠ,
ସମତଳ ଦର୍ପଣ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ସମତଳ ଦର୍ପଣ। ତିମି ମାଛ ଡେସ୍ ଦ୍ୱାରା ଶ୍ୱାସକ୍ରିୟା କରେ? ଗାଲି, ଲାଞ୍ଜ, ଫୁସ୍ଫୁସ୍, ଚର୍ମ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଫୁସ୍ଫୁସ୍। କଳା ମାଟି ଡେସ୍ରୁ ସୃଷ୍ଟି ହୋଇଥାଏ? କାଦୁଅ, ଆଗ୍ନେୟଶିଳା, ହ୍ୟୁମ୍ସ, ଦରସା। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଆଗ୍ନେୟଶିଳା। ମଣିଷ ଦେହର ସାଧାରଣ ତାପମାତ୍ରା ଡେସ୍? 35 ଡିଗ୍ରୀ ସେଲସିୟସ୍, 39 ଡିଗ୍ରୀ ସେଲସିୟସ୍, 37 ଡିଗ୍ରୀ ସେଲସିୟସ୍, 45 ଡିଗ୍ରୀ ସେଲସିୟସ୍। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି 37 ଡିଗ୍ରୀ ସେଲସିୟସ୍। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ଖାଦ୍ୟକୁ କାମୁଡ଼ିବାରେ ଡେସ୍ଟି ଦାନ୍ତ ବ୍ୟବହୃତ ହୁଏ? 5, 3, 4, 2। ତ ଫ୍ରେଣ୍ଡସ୍, ଏ କ୍ୱେଶ୍ଚନ୍ଟିର ଆନ୍ସର୍ ଜଣାଇବା ପୂର୍ବରୁ ମୁଁ ଆପଣମାନଙ୍କୁ ଆମ ସ୍ପେଶାଲ୍ କ୍ଲାସ୍ ବିଷୟରେ ଜଣାଇବା ପାଇଁ ଚାହୁଁଛି। ତ ଫ୍ରେଣ୍ଡସ୍, ଆପଣ ଯଦି କମ୍ ସମୟ ଭିତରେ ଅଧିକ ପ୍ରିପାରେସନ୍ ହୋଇ ଏକ୍ଜାମ୍ରେ ସକ୍ସେସ୍ ପାଇବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ଟିଚର ସ୍ୱପ୍ନକୁ ପୂରଣ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆଜି ହିଁ ଆମର ସ୍ପେଶାଲ୍ କ୍ଲାସ୍ରେ ଜଏନ୍ କରନ୍ତୁ। ଏଥିରେ ଜଏନ୍ ହେଲେ ଆପଣମାନଙ୍କୁ ସିଲାବସ୍ ୱାଇଜ୍ ସବଜେକ୍ଟିଭ୍ ଏବଂ ଅବଜେକ୍ଟିଭ୍ କ୍ଲାସ୍ ସହିତ ଷ୍ଟଡି ମେଟେରିଆଲ୍, ଫ୍ରି PDF, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ସହ ହ୍ୱାଟ୍ସଆପ୍ ସପୋର୍ଟ ମିଳିଯିବ ଏବଂ ଆପଣମାନଙ୍କୁ ଏହା ଲାଇଫ୍ ଟାଇମ୍ ଆକ୍ସେସ୍ ମଧ୍ୟ ଦିଆଯିବ, ଯାହାଫଳରେ ଆପଣମାନେ ବହୁତ ଭଲ ଭାବରେ ନିଜକୁ ପ୍ରିପାରେସନ୍ କରି ଏକ୍ଜାମ୍ରେ ସକ୍ସେସ୍ ପାଇପାରିବେ। ତା ସହିତ ଆପଣ ଟିଚର ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ। ତେବେ ଆଉ ଡେରି କରନ୍ତୁ ନାହିଁ, ଲିମିଟେଡ୍ ସିଟ୍ ରହିଛି। ଯଥାଶୀଘ୍ର ଆପଣମାନେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ ଏବଂ ଜଏନ୍ ହୋଇ ନିଜର ପ୍ରିପାରେସନ୍ ଆଜିଠୁ ଷ୍ଟାର୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଏ କ୍ୱେଶ୍ଚନ୍ର ଆନ୍ସର୍ ଜାଣିବା। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି 4ଟି। ଖାଦ୍ୟକୁ କାମୁଡ଼ିବାରେ 4ଟି ଦାନ୍ତ ବ୍ୟବହୃତ ହୋଇଥାଏ। ଗେଣ୍ଡାର କଠିନ ଆବରଣ କେଉଁ ଉପାଦାନରେ ତିଆରି? କ୍ୟାଲସିୟମ୍ କାର୍ବୋନେଟ୍, କ୍ୟାଲସିୟମ୍ ଅକ୍ସାଇଡ୍, ସୋଡ଼ିୟମ୍ କାର୍ବୋନେଟ୍, ସୋଡ଼ିୟମ୍ ଅକ୍ସାଇଡ୍। ଏହା ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ କ୍ୟାଲସିୟମ୍ କାର୍ବୋନେଟ୍। ନେକ୍ସଟ ଦେଖନ୍ତୁ, କେଉଁ ରଙ୍ଗ ସବୁଠାରୁ ଅଧିକ ତାପ ବିକିରଣ କରେ? କଳା, ସବୁଜ, ଧଳା, ନାଲି। ଏ କ୍ୱେଶ୍ଚନ୍ର ଆନ୍ସର୍ ଆପଣମାନେ ସମସ୍ତେ ଜାଣିଥିବେ। ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ କଳା। କେଉଁଟି ତାପ କୁପରିବାହୀ? ପଶମ, ତମ୍ବା, ସୁନା, ଇସ୍ପାତ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ପଶମ। କେଉଁଟି ତାପ ସୁପରିବାହୀ? କାଠ, ଜଳ, କୁଟା, ତମ୍ବା। ରାଇଟ୍ ଆନ୍ସର୍ ଅପସନ୍ ଡି ତମ୍ବା। ନେକ୍ସଟ ଦେଖନ୍ତୁ କ'ଣ ରହିଛି, କେଉଁଟି ପଞ୍ଚତତ୍ତ୍ୱ ନୁହେଁ? ବାୟୁ, ମାଟି, ରକ୍ତ, ଜଳ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ରକ୍ତ। ଅତି ବାଇଗଣୀ ରଶ୍ମି ଯୋଗୁଁ ଡେସ୍ ରୋଗ ହୁଏ? ଟାଇଫଏଡ଼୍, ଚର୍ମ କର୍କଟ, ଯକ୍ଷ୍ମା, କୌଣସିଟି ନୁହେଁ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଚର୍ମ କର୍କଟ। ମେଣ୍ଡେଲ ଡେସ୍ ଗଛରେ ତାଙ୍କର ପରୀକ୍ଷଣ କରିଥିଲେ? ମଟର, ହରଡ଼, ବୁଟ, ମୁଗ। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ ମଟର। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ, ମଣିଷର ଜୀବକୋଷରେ ଡେସ୍ଟି ଗୁଣସୂତ୍ର ଥାଏ? ଏହି କ୍ୱେଶ୍ଚନ୍ଟି ମଧ୍ୟ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ମଣିଷର ଜୀବକୋଷରେ ଡେସ୍ଟି ଗୁଣସୂତ୍ର ଥାଏ? 44ଟି, 48ଟି, 46ଟି, 50ଟି। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି 46ଟି। ଅଗ୍ନାଶୟରୁ ଡେସ୍ ହର୍ମୋନ୍ କ୍ଷରିତ ହୋଇଥାଏ? ଗ୍ରୋଥ୍, ଗ୍ଲାଇକୋଜେନ୍, ଇନ୍ସୁଲିନ୍, ଇଷ୍ଟ୍ରୋଜେନ୍। ରାଇଟ୍ ଆନ୍ସର୍ ଅପସନ୍ ସି ଇନ୍ସୁଲିନ୍। ସ୍ନାୟୁକୋଷ ଡେସ୍ ସାହାଯ୍ୟରେ ବାର୍ତ୍ତା ଗ୍ରହଣ କରେ? ଆକ୍ସନ୍, ଡେଣ୍ଡ୍ରାଇଟ୍, ଆଡ୍ରେନାଲ୍, ସୁଷୁମ୍ନା କାଣ୍ଡ। ତ ଏହାର ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଡେଣ୍ଡ୍ରାଇଟ୍। ମନୁଷ୍ୟ ଶରୀରର ୟୁରିଆ ଡେସ୍ ଠାରେ ପ୍ରସ୍ତୁତ ହୁଏ? ଚର୍ମ, ଫୁସ୍ଫୁସ୍, ଯକୃତ, ବୃକକ୍। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଯକୃତ। ଡେସ୍ କାର୍ବନର ଏକ ରୂପଭେଦ? ଆନ୍ଥ୍ରାସାଇଟ୍, ଫୁଲେରିନ୍, ବତିକଳା, ପ୍ଲାଟିନମ୍। ରାଇଟ୍ ଆନ୍ସର୍ ଅପସନ୍ ବି ଫୁଲେରିନ୍। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି, ଡେସ୍ ଧାତୁ ଲଘୁ ଲବଣାମ୍ଳରେ ହାଇଡ୍ରୋଜେନ୍ ଉତ୍ପନ୍ନ କରେ? ସୁନା, ମ୍ୟାଗ୍ନେସିୟମ୍, ରୂପା, ପ୍ଲାଟିନମ୍। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ମ୍ୟାଗ୍ନେସିୟମ୍। ଲୁହା ଜଳୀୟ ବାଷ୍ପ ସହ ପ୍ରତିକ୍ରିୟା କରି ଡେସ୍ ସୃଷ୍ଟି କରେ? Fe2O3, Fe3O4, FeO, Fe2O।
तो यार राइट आंसर होची ऑप्शन बी Fe3O4। कार्बनिक एसिड रो संकेत डैश H2SO4 H2CO3 HNO3 CH3COOH। तो यार राइट आंसर होची ऑप्शन बी। ए क्वेश्चन टी आपण भल भाବରେ मने रखिथिबे कार्बनिक एसिड रो संकेत हेउची H2CO3। उद्यानीकरण पद्धति द्वारा टेस्ट प्रस्तुत हुए खाइबा तेल नड़िया तेल वनस्पति घी किरोसिन। राइट आंसर होची ऑप्शन सी वनस्पति घी। सबुठारु हालुका मौलिकर नाम डैश क्लोरीन ऑक्सीजन हाइड्रोजन फ्लोरीन। तो यार राइट आंसर होची ऑप्शन सी हाइड्रोजन। केउटी नवीकरण अयोग्य शक्तिर उत्स समुद्र तरंग कोयला जैव वस्तुत जल। राइट आंसर होची ऑप्शन बी कोयला। केउटी सकल शक्तिर आधार जल सूर्य वायु समुद्र। राइट आंसर होची ऑप्शन बी सूर्य। नेक्स्ट क्वेश्चन देखो कौन रही क्यों गैस सूर्यर आसुथिबा अति बैगणी रश्मि को शोषण करे अम्लजान नाइट्रोजेन ओजोन मिथेन। राइट आंसर होची ऑप्शन सी ओजोन। केउथिरे सौर शक्ति सीधा सड़क विद्युत शक्ति रे रूपांतरित हुए सौर तापक सौर सेल सौर रंधक सौर पातन। राइट आंसर होची ऑप्शन बी सौर सेल। समुद्रर लुणिया पानी रु केउ पद्धति द्वारा पानीय जल मिले परिश्रवण छाणीबा पातन विद्युत विश्लेषण। तो यहाँ राइट आंसर होची ऑप्शन सी पातन। लिग्नाइट कोयला रे कार्बन रो परिमाण डैश 27% 78 रु 86% 28 रु 30% 94 रु 98%। तो यार राइट आंसर होची ऑप्शन बी 78 रु 86%। प्राकृतिक गैस रो मुख्य उपादान डैश हाइड्रोजेन ब्यूटेन अम्लजान मिथेन। तो यार राइट आंसर होची ऑप्शन डी मिथेन। तो फ्रेंड्स ए क्वेश्चन गुडी को आपण मानको पई बहुत इंपोर्टेंट आपण याको भल भाबरे मने रखंतु एवं वीडियोटी को मध्य आउ थरे देखंतु काहे कि ना आपण जदी बारंबार प्रैक्टिस करिवे ताहले आपनकर क्वेश्चन रे आंसर समस्त गुडी को मने रहि जिवो। तो फ्रेंड्स ये थिला आजिर वीडियोटी केमती लागला एवं जदी किछि डाउट थाए कमेंट और निश्चित भाबरे जनातु। वीडियोटी भल लागिथिले लाइक एवं शेयर करंतु जहा फल रे समस्तक पाखरे इन्फॉर्मेशन टी पहुंच पारिबो। आपण माने जदी प्रतिदिन एमती वीडियो पाया पई चाहउचंती ताहाले आम चैनल को सब्सक्राइब करिया पई जम्मारो भूलिबा नै। तो आज पई एतिकी थैंक यू।